ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନ୍ର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ଜିଲ୍ଲା ନ୍ୟାୟପାଳିକା ଜାତୀୟ ସମ୍ମିଳନୀ। ପ୍ୟାରିସ୍ ପାରା ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଭାରତୀୟ ସେନା ପକ୍ଷରୁ ଆରମ୍ଭ ହେଲା ପ୍ରୋଜେକ୍ଟ ନମନର ପ୍ରଥମ ପର୍ଯ୍ୟାୟ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସକୁ ବ୍ରାଜିଲରେ ନିଷେଧ କଲେ ସେଠାକାର ସୁପ୍ରିମକୋର୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତର ଅଭିଯାନକୁ ସାକାର କରିବା ପାଇଁ ଏହି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ମିରଟ ଲକ୍ଷ୍ନୌ, ମଦୁରାଇ ବେଙ୍ଗାଲୁରୁ ଏବଂ ଚେନ୍ନାଇ ନାଗରକୋଇଲ୍ ମଧ୍ୟରେ ଏହି ଟ୍ରେନ୍ ଚଳାଚଳ କରିବ। ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍ରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବା ସହ ଉତ୍ତରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକର ଲୋକମାନେ ଉପକୃତ ହେବେ। ଏହି ଟ୍ରେନ୍ ଚଳାଚଳ ହେଲେ ସାଧାରଣ ଯାତ୍ରୀଙ୍କ ସମେତ ବ୍ୟବସାୟୀ, ବୃତ୍ତିଧାରୀ ଓ ଛାତ୍ରଛାତ୍ରୀମାନେ ସୁବିଧାରେ ଯାତାୟାତ କରିପାରିବେ। ସୂଚନା ଅନୁଯାୟୀ ମେରଠ ସିଟି ଲକ୍ଷ୍ନୌ ବନ୍ଦେ ଭାରତ ଯାତ୍ରୀମାନଙ୍କୁ ବର୍ତ୍ତମାନ ଚଳାଚଳ କରୁଥିବା ଦ୍ରୁତଗାମୀ ଟ୍ରେନ୍ ତୁଳନାରେ ପ୍ରାୟ 1 ଘଣ୍ଟା କମ୍ ସମୟରେ ପହଞ୍ଚାଇବ। ସେହିଭଳି ଚେନ୍ନାଇ ଏଗମୋର ନାଗରକୋଏଲ୍ ବନ୍ଦେ ଭାରତ ଏବଂ ମଦୁରାଇ ବେଙ୍ଗାଲୁରୁ ବନ୍ଦେ ଭାରତ ଯଥାକ୍ରମେ 2 ଘଣ୍ଟାରୁ ଅଧିକ ଓ 1.5 ଘଣ୍ଟାରୁ ଅଧିକ ଯାତ୍ରା ସମୟ ହ୍ରାସ କରିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ଜିଲ୍ଲା ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସର୍ବୋଚ୍ଚ ନ୍ୟାୟାଳୟର 75ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ଏକ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରିବେ। ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଆୟୋଜନ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀରେ 5ଟି ଅଧିବେଶନ ରହିଛି, ଯେଉଁଥିରେ ଜିଲ୍ଲା ନ୍ୟାୟପାଳିକାଗୁଡ଼ିକର ସମସ୍ୟା, ମୌଳିକ ଢାଞ୍ଚା, ସମାବେଶୀ ଅଦାଲତ କକ୍ଷ, ନ୍ୟାୟିକ ସୁରକ୍ଷା, ମାମଲା ପରିଚାଳନା ଏବଂ ପ୍ରଶିକ୍ଷଣ ବିଷୟରେ ଆଲୋଚନା କରାଯିବ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ଅନ୍ୟ ବିଚାରପତି, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ, ଆଟର୍ଣ୍ଣି ଜେନେରାଲ ଏବଂ ସୁପ୍ରିମକୋର୍ଟ ବାର୍ ଆସୋସିଏସନ ସଭାପତି ପ୍ରମୁଖ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଭାବେ ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଅବନୀ ଲେଖରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି, ଅବନୀ ତୃତୀୟ ପଦକ ଓ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଐତିହାସିକ ଏବଂ ଅସାଧାରଣ ବିଜୟ ନିମନ୍ତେ ଦେଶ ଗୌରବାନ୍ୱିତ ମନେ କରୁଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଏହି ବିଜୟ ଅନ୍ୟମାନଙ୍କ ପାଇଁ ଦୃଢ଼ ସଂକଳ୍ପ ଓ ପ୍ରେରଣାର ବାର୍ତ୍ତା ଦେବ। ରାଷ୍ଟ୍ରପତି ମଧ୍ୟ ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମୋନା ଅଗ୍ରୱାଲ, ରୌପ୍ୟ ପଦକ ଜିତିଥିବା ମନୀଷ ନରୱାଲ ଏବଂ ଦୌଡ଼ରେ କାଂସ୍ୟ ପଦକ ଜିତିଥିବା ପ୍ରୀତି ପାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବନ୍ଧୁକ ଚାଳକ ଅବନୀ ଲେଖରାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଭାରତ ପାରା ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛି। ତାଙ୍କ ସଫଳତା ଦେଶକୁ ଗୌରବାନ୍ୱିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତକାଲି ପଦକ ଜିତିଥିବା ଅନ୍ୟ 3 ଜଣ କ୍ରୀଡ଼ାବିତ୍ଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ୟାରିସ୍ ପାରା ଅଲିମ୍ପିକ୍ସର ଆଜି ତୃତୀୟ ଦିନରେ ଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗୀଙ୍କ ଉପରେ ପଦକ ଜିତିବା ଆଶା ବଳବତ୍ତର ରହିଛି। ପାରା ସଟଲର ଏବଂ ତୀରନ୍ଦାଜ ପ୍ରତିଯୋଗୀମାନେ ଆଜି ପ୍ରଦର୍ଶନ କରିବେ। ବନ୍ଧୁକ ଚାଳନାରେ ସ୍ୱରୂପ ମହାବୀର ଉନହାଲକର ପୁରୁଷ 10 ମିଟର ଏୟାର ରାଇଫଲ ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଆଜି ଅପରାହ୍ନରେ ମହିଳା 10 ମିଟର ଏୟାର ପିସ୍ତଲରେ ରୁବିନା ଫ୍ରାନ୍ସିସ୍ ମୁକାବିଲା କରିବେ। ଜାଭେଲିନ୍ ଥ୍ରୋରେ ପରବୀନ କୁମାର ଆଜି ରାତିରେ ଫାଇନାଲ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗତକାଲି ଦ୍ୱିତୀୟ ଦିନରେ ଭାରତ 4ଟି ପଦକ ହାସଲ କରିଥିଲା। ବନ୍ଧୁକ ଚାଳନାରେ ଭାରତ 3ଟି ପଦକ ଜିତିଥିବା ବେଳେ ଆଥଲେଟିକ୍ସରେ 1ଟିଏ ପଦକ ହାସଲ କରିଥିଲା। ମହିଳା 10 ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଅବନୀ ଲେଖରା କ୍ରମାଗତ ଦ୍ୱିତୀୟ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପୁରୁଷ 10 ମିଟର ଏୟାର ପିସ୍ତଲ ମୁକାବିଲାରେ ମନୀଷ ନରୱାଲ ରୌପ୍ୟ ପଦକ ବିଜୟୀ ହୋଇଥିଲେ।
ଅନ୍ୟପକ୍ଷରେ ମହିଳା 100 ମିଟର T35 ଫାଇନାଲ ପର୍ଯ୍ୟାୟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ପ୍ରଥମ ମହିଳା ଧାବିକା ଭାବେ ଭାରତ ପାଇଁ ପାରା ଅଲିମ୍ପିକ୍ସରେ ପଦକ ହାସଲ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। डॉक्टर साहब, हम अपने बच्चे को दस्त से कैसे बचाएं? रक्षा, रोकथाम और उपचार के साथ बच्चे को 6 महीने तक सिर्फ माँ का दूध पिलाएं। खाना पकाने से पहले और शौचालय या मल साफ करने के बाद हाथ साबुन से धोएं। और दस्त हो जाने पर? हर दस्त के बाद बच्चे को ORS का घोल पिलाएं और 14 दिन तक जिंक की गोली दें। समझ गई डॉक्टर साहब। क्या? रक्षा, रोकथाम और उपचार। अधिक जानकारी के लिए आशा दीदी से संपर्क करें। स्वास्थ्य एवं परिवार कल्याण मंत्रालय द्वारा जनहित में जारी। प्रधानमंत्री नरेंद्र मोदी आसंता मंगलवार दिन 3 दिनिया ब्रुनेई और सिंगापुर गस्तरे जिबे। नुआदिल्ली रे गणमाध्यम को सूचना दे वैदेशिक व्यापार मुखपात्र रणधीर जयसवाल कहिसेंति ब्रुनेईर सुल्तान हाजी हासनाल बोल्कियाଙ୍କ निमंत्रण रक्षा करी श्री मोदी आसंता मंगलवार दिन ब्रुनेईर दारुसालाम गस्त करिवे। श्री जयसवाल कहिसेंति ସେହି ଦେଶକୁ ଭାରତର କୌଣସି ପ୍ରଧାନମନ୍ତ୍ରୀ ଦ୍ୱିପକ୍ଷୀୟ ଆଲୋଚନା ପାଇଁ ପ୍ରଥମ ଥର ଲାଗି ଯାଉଛନ୍ତି। ଭାରତ ଏବଂ ବ୍ରୁନେଇ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କର 40 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟ ଯୋଗଦେବେ ବୋଲି ଶ୍ରୀ ଜୟସୱାଲ କହିଛନ୍ତି। ଭାରତୀୟ ସେନା ପକ୍ଷରୁ ନମନ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରତିରକ୍ଷା ପେନ୍ସନଭୋଗୀ ଓ ବରିଷ୍ଠ ସେନାକର୍ମୀଙ୍କ ପରିବାରକୁ ସେବା ଓ ସମର୍ଥନ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଉପସ୍ଥିତ ଥିଲେ। ସେ କହିଛନ୍ତି ବରିଷ୍ଠ ସୈନିକ ଓ ସେମାନଙ୍କ ପରିବାରବର୍ଗଙ୍କ ଦାୟିତ୍ୱ ନେବା କ୍ଷେତ୍ରରେ ଏହି ପ୍ରକଳ୍ପ ସଫଳତା ହାସଲ କରିବ। ପ୍ରୋଜେକ୍ଟ ନମନର ପ୍ରଥମ ପର୍ଯ୍ୟାୟରେ ଦେଶର 14ଟି ପ୍ରମୁଖ ସ୍ଥାନରେ ସାଧାରଣ ସେବା କେନ୍ଦ୍ର ସ୍ଥାପନ କରାଯାଇଛି। ସେଗୁଡ଼ିକ ହେଉଛି ଦିଲ୍ଲୀ, ଜଲନ୍ଧର, ଲେହ, ଡେରାଡୁନ, ଲକ୍ଷ୍ନୌ, ଯୋଧପୁର, ବେଙ୍ଗଦୁବି, ଗୋରଖପୁର, ଝାନ୍ସୀ, ସିକନ୍ଦରାବାଦ, ସାଗର, ଗୁଣ୍ଟୁର ଏବଂ ଅହମ୍ମଦାବାଦ। ସାମାଜିକ ଗଣମାଧ୍ୟମ ଏକ୍ସ ବ୍ରାଜିଲର ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ ନ କରିବା ହେତୁ ସେଠାରେ ଏହାକୁ ନିଷେଧ କରାଯାଇଛି। ବ୍ରାଜିଲରେ ଏକ୍ସର ନ୍ୟାୟିକ ପ୍ରତିନିଧିଙ୍କ ନାଁ ଜଣାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଏକ୍ସ ଏହା ପାଳନ କରିନାହିଁ। ସୂଚନା ପ୍ରଦାନ କ୍ଷେତ୍ରରେ ତ୍ରୁଟି ଏବଂ ବକ୍ତବ୍ୟର ଅଧିକାର ଭଳି ସମସ୍ୟାକୁ ନେଇ ବ୍ରାଜିଲ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଆଲେକ୍ଜାଣ୍ଡ୍ରା ଡି ମୋରେସ୍ ଗତ ସପ୍ତାହରେ ସାମାଜିକ ଗଣମାଧ୍ୟମ ଏକ୍ସର ମାଲିକ ଏଲେନ୍ ମସ୍କଙ୍କୁ ସତର୍କ କରାଇଥିଲେ। 24 ଘଣ୍ଟା ମଧ୍ୟରେ ନ୍ୟାୟିକ ପ୍ରତିନିଧିଙ୍କ ନାମ ଘୋଷଣା ନେଇ ସମୟସୀମା ସ୍ଥିର କରାଯାଇଥିଲେ ମଧ୍ୟ କମ୍ପାନୀ ଏହା କରିନଥିଲା। ବିଚାରପତି ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ସାମାଜିକ ଗଣମାଧ୍ୟମ ଏକ୍ସ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ ନ କରିବା ପର୍ଯ୍ୟନ୍ତ ବ୍ରାଜିଲରେ ବନ୍ଦ ରହିବ। ଏହାର ଜବାବରେ ଏଲନ୍ ମସ୍କ କହିଛନ୍ତି ବ୍ରାଜିଲର ବିଚାରପତି ଦେଶରେ ବାକ୍ ସ୍ୱାଧୀନତାକୁ ନଷ୍ଟ କରୁଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ଗତକାଲି ରାଞ୍ଚିରେ ବିଜେପିରେ ଯୋଗ ଦେଇଛନ୍ତି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପୂର୍ବତନ ନେତା ବାବୁଲାଲ ସୋରେନଙ୍କ ପୁଅ ମଧ୍ୟ ବିଜେପିରେ ମିଶିଛନ୍ତି। ଅନୁଷ୍ଠିତ ଉତ୍ସବରେ ବିଜେପିର ବରିଷ୍ଠ ନେତାଙ୍କ ସମେତ ବାବୁଲାଲ ମାରାଣ୍ଡି, ଶିବରାଜ ସିଂ ଚୌହାନ ଏବଂ ହିମନ୍ତ ବିଶ୍ୱ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଦଳରେ ଯୋଗଦେବା ପରେ ଚମ୍ପେଇ ସୋରେନ କହିଛନ୍ତି ଆଦିବାସୀ ପରିଚୟ ଏବଂ ସ୍ଥିତିକୁ ମଜବୁତ କରିବା ଲାଗି ସେ ବିଜେପିରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଗତ ବୁଧବାର ଦିନ ଚମ୍ପେଇ ସୋରେନ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସମସ୍ତ ପଦପଦବୀ ସମେତ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। 2021 ଅଗଷ୍ଟ ପରେ ପ୍ରଥମ ଥର ପାଇଁ ଜର୍ମାନୀ 28 ଜଣ ଆଫଗାନିସ୍ତାନ ନାଗରିକଙ୍କୁ ନିର୍ବାସିତ କରିଛି। ସେଠାକାର ସରକାରୀ ମୁଖପାତ୍ର କହିଛନ୍ତି ନିର୍ବାସିତ ହୋଇଥିବା ସମସ୍ତ ଆଫଗାନ ନାଗରିକ ଜର୍ମାନୀରେ ଅପରାଧିକ କାର୍ଯ୍ୟକଳାପ ପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ସେମାନଙ୍କର ଜର୍ମାନୀରେ ରହିବାର କୌଣସି ଅଧିକାର ନାହିଁ। 3 ମାସ ପୂର୍ବରୁ ଏକ ରାଜନୈତିକ ର୍ୟାଲିରେ ଜଣେ ଆଫଗାନ ନାଗରିକଙ୍କ ଛୁରୀ ଆକ୍ରମଣରେ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହାର ନାମ ଅସନା ରଖାଯାଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗୁଜରାଟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଏହାର ପ୍ରଭାବରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିଦର୍ଭ ଏବଂ ତେଲଙ୍ଗାନାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। 3ଟି ନୂତନ ବନ୍ଦେ ଭାରତ ଟ୍ରେନ୍ର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜିଠାରୁ ଆରମ୍ଭ ହେବ 2 ଦିନିଆ ଜିଲ୍ଲା ନ୍ୟାୟପାଳିକା ଜାତୀୟ ସମ୍ମିଳନୀ। ପ୍ୟାରିସ୍ ପାରା ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।
ଭାରତୀୟ ସେନା ପକ୍ଷରୁ ଆରମ୍ଭ ହେଲା ପ୍ରୋଜେକ୍ଟ ନମନର ପ୍ରଥମ ପର୍ଯ୍ୟାୟ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସକୁ ବ୍ରାଜିଲରେ ନିଷେଧ କଲେ ସେଠାକାର ସୁପ୍ରିମକୋର୍ଟ। ସମ୍ବାଦ ଶେଷ ହେଲା।